नमस्कार दर्शक बंधु उर्मी एंटरटेनमेंट रु मु आपण मानक स्वागत करुछि गीतिकार ओंकार। आसंतु देखिबा ओडिशार प्राचीन सांस्कृतिक एवं मनोरंजन धर्मी कार्यक्रम ओडिया पाला हमर ये कस्तूरी कार्यक्रम। प्रभुंकर मस्तकरे मणिमय मुकुट कन्नरे मकर कुंडल बक्षरे कांचमाल अपलक नेत्रे चाहिछि भानुमती कहला प्रभु केउ जसबाना उड़ाई बहे सबुथिरु वंचित करी जहा देइथिल सबु तनेलनी जहा देइथिल सबु तनेलनी आउ कि सठी छड़ाई बहे सबुथिरु वंचित करी केउ दसबाना उड़ाई बहे सबुथिरु वंचित करी। मालो ये पद्यटी ओडिशार बरेण्य प्रतिभा कांत कवि लक्ष्मीकांत महापात्रंकर शेष लेखा आम ओडिशा रे केवल ओडिशा रे नुहे भारत वर्ष रे सेतबले जदि क्या कुष्ठ व्याधि हुए ताकू बाछंद कर दिया जाए घर भितर ताकू रखी दिया जाए ना आज्ञा शेष जीवन में कांत कवि होती कुष्ठ रोग पीड़ित आंब तोटा गहलिया आंब तोटार गोटाए चारिया घरे रौड़िया खट उपर पड़ी कांत कवि लक्ष्मीकांत नातुणी सरिया पंचम श्रेणी पढ़ा भात गंडा नहीं रो पहले उदुदिया खरा बेले जाइए जेजे को पाई लक्ष्मीकांत कहते सरियालो देखिलु हाथ आगुटी नाइलो जेजे गोड़ा आगुटी सबू गला तकारिया कांदनी जेजे आउ कलम धरी पारुनी लो तू पाठ पढ़ीचु ना धत कलमटा लेखे पदटा डाक डाक जेजे डाक ठकी ठकी थर तुथर बुझिलेनी तुम सातर ठकी ठकी थर तुथर बुझिलेनी तुम सातर मने पांची टकी हाथ भितरे मने पांची टकी हाथ भितरे हीरा तोरी पथ उड़ाई बहे सबुथिरु वंचित करी केउ दसबाना उड़ाई बहे सबुथिरु वंचित करी। मालो सरिया लिखि चली डाकी चली आज्ञा डाकी चली कांत कवि लक्ष्मीकांत हठात डाकिबा बंद हो गला सरिया हल्ई देला जेजे जेजे कौन जेजे कहीं आउ से डाक शुभिलानी आखि बुझीदेले ओडिशार उपलाल प्रतिभा कांत कवि लक्ष्मीकांत आज भानुमती डाकुचे ठाकुर मु जानी तुम्हें आसीब तुम्हें न आसी आज भानुमती आखि निआरे तुम ए सृष्टिटा जली पड़ी पाउंस हो जाई था तुम्हें आसिल भल कल किछि समय पाई ये सृष्टिटा तुमर बंची गला किंतु हे ठाकुर ये भानुमती मन में उठुवा प्रश्नर उत्तर जदि तुम ठीक भाव न दियो तुम ये सुंदर सृष्टि की कहीं बंचाई पारिबे ना।
କଣ କହୁଛ ତୁମେ ଭାନୁମତୀ? କଣ ଠାକୁର କହିଲେ ଭାନୁମତୀ ହଁ ତୁମ ମନରେ ପ୍ରଶ୍ନ, ହଁ ତୁମ ମନରେ ଭ୍ରାନ୍ତି, ହଁ କୁହ ତ। ଭାନୁମତୀ କହିଲା ଠାକୁର ଦିଟା ବାପାର ପୁଅ ମୁଁ ଦିଅର ଆଉ ଦେଢ଼ଶୁର ମାନେ ଗୋଟାଏ ହାଣ୍ଡିରେ ଖାଉଥିଲେ, ଏକାଠି ଚଳୁଥିଲେ। କି ମନ୍ତ୍ର କଲୁ କେଜାଣି ସମସ୍ତେ ଅଲଗା ହେଇଗଲେ। ସେତିକି ନୁହଁ। ହେ ଠାକୁର ଏ ଯୋଉ ମହାଭାରତ ଯୁଦ୍ଧ ଗଲା, ଏ ମହାଭାରତ ଯୁଦ୍ଧରେ ମୋ ସ୍ୱାମୀ ଦୋଷ କରି ଦଣ୍ଡ ପାଇଛି ନା ଦୋଷୀ ଖସି ଯାଇଛି, ବିନା ଦୋଷରେ ମୋ ସ୍ୱାମୀ ଦଣ୍ଡ ପାଇଛି। ଆପଣଙ୍କ ଓଡ଼ିଶା ଆଡ଼ୁ ଆସୁଥିଲା ବେଳେ ଜଣେ ବୃଦ୍ଧ ବ୍ୟକ୍ତି ଜୀବନର ସମସ୍ତ ପୁଞ୍ଜିକି ସଞ୍ଚି ସଞ୍ଚି ବ୍ୟାଙ୍କରେ 5 ଲକ୍ଷ ଟଙ୍କା ରଖିଛି, ଝିଅ ବାହାଘର କରିବ। ଆଜି ଝିଅ ବାହାଘର, ବୁଢ଼ା ଟଙ୍କା ଉଠେଇ 11ଟା ବେଳେ ଗୋଟାଏ ଗାମୁଛାରେ ବାନ୍ଧି ପଞ୍ଜାବୀ ତଳେ ପେଟରେ ବାନ୍ଧି ଆସୁଛି ସାଇକେଲଟା ଧରି। ଗୋଟାଏ ଦୁର୍ବୃତ୍ତ ଡକାୟତ ପିଛା କରୁଥିଲା, ନିର୍ଜନ ରାସ୍ତା ଦେଖି ଘେରିଲା, କହିଲା ବୁଢ଼ା ଟଙ୍କା ଦେ। ବୁଢ଼ା ଦେଖିଲା ଯଦି ଟଙ୍କା ଦେବି ରାତିକି ବର ଫେରିଯିବ, ଝିଅ ସକାଳୁ ବିଷ ଖାଇବ, ମରିବି ପଛେ ଟଙ୍କା ଦେବିନି। 2 ଜଣଙ୍କ ମଧ୍ୟରେ ଟଣା ଉଟରାରି ଡକାୟତ ଟଙ୍କା ନ ନେଇ ପାରି ଛୁରୀଟା କାଢି ନାଇ ମୁଣ୍ଡରେ ଭୁଷି ଦେଲା। ବୁଢ଼ା ପଡି ଯାଇଛି ତଳେ। ଠିକ ଏତିକି ବେଳେ ଅପର ପକ୍ଷରୁ ଲୁନା ଗାଡ଼ିରେ କ୍ଷୀର ଡ୍ରମ ଗୁଡ଼ା ବାନ୍ଧି ଗୋଟାଏ କ୍ଷୀରବାଲା କ୍ଷୀର ବିକ୍ରି କରିସାରି ଫେରୁଛି। ଟଣ୍ଟଣା ବାଜ ଶୁଭିଲା। ଡକେଇତଟା ଭାବିଲା ଧରା ପଡ଼ିଯିବି, ଦଣ୍ଡ ପାଇବି, ଛାଡ଼ି ଦେଇ ଟଙ୍କା ନ ନେଇ ପଳେଇ ଗଲା। ନିରୀହ କ୍ଷୀରବାଲାଟା ପଳେଇ ଆସିଲା ବୁଢ଼ା ପାଖକୁ ବିକଳ ସହି ନ ପାରି। ବୁଢ଼ା କହିଲା ବାପାରେ ଏମିତି ଜାଗାରେ ଛୁରୀଟା ଘୁଷିଛି, ମୋ ପାଟିରୁ କଥା ବାହାରୁନି। ଖନେଇ ଖନେଇ ବୁଢ଼ା କହିଲା ଟିକେ ଛୁରୀଟା କାଢ଼ିଦେ ତ। ମା ଛୁରୀଟା କାଢ଼ି ଦେଇଛି, ବୁଢ଼ା ଆଖି ବୁଝିଦେଲା, ଆଖି ବୁଝିଦେଲା ବୁଢ଼ା। ସେପଟରୁ ଆସିଲା PCR ଭ୍ୟାନ। କୁହ ମା ବନ୍ଧା ହବ କିଏ? ଯୋଉ ଡକେଇତ ଛୁରୀ ମାରି ଦେଇଗଲା ନା ନିର୍ଦ୍ଦୋଷ କ୍ଷୀରବାଲା? ଭାନୁମତୀ ପଚାରୁଛି ହେ କୃଷ୍ଣ, ହେ କୃଷ୍ଣ 17 ଦିନ ବେଳାଏ ସମର ବେଳା ମୋର ଦୋଷୀ କି ନିର୍ଦ୍ଦୋଷ ସ୍ୱାମୀ କହ କରି ମୁଣ୍ଡ ବୁଲେଇ ଦେଲା ଶ୍ରୀକୃଷ୍ଣଙ୍କର। ମୁଣ୍ଡ ବୁଲେଇଲା। ଚିନ୍ତା କଲେ ଶ୍ରୀକୃଷ୍ଣ କ'ଣ କହିବି, ଯଦି କହିବି ଦୋଷ କରିକିରି ମଲା, ପଚାରିବ କ'ଣ ଦୋଷ କଲା। ଯଦି କହିବି ଦୋଷ ନ କରିଛି ତାହେଲେ ମଲା କାହିଁକି, ଏମିତି ବୁଝେଇଦେବି ମନକୁ ମନ ବୁଝିଯିବ। ପଣ୍ଡିତ ବକ୍ରବାକ ଚକ୍ରପାଣି, କାବ୍ୟଟି ନାଁ ହେଉଛି ରସ ମହାଭାରତ। ପ୍ରଥମ ଶ୍ଲୋକ କହିଲେ ବେଶ୍ୟା ସର୍ପ ତସ୍କରଶ୍ଚ ନିକୁଳା ମାତୃଘାତିନୀ ଆପ ଗୁଣ ନ ବୁଝନ୍ତେ ଇଏ ମତେ କେମିତି ଯିବ ଜଲା। ଯଦି ସ୍ୱର୍ଗ ମର୍ତ୍ତ୍ୟ ପାତାଳ 3 ଲୋକରେ ପଚରା ଯାଏ, ବେଶ୍ୟାଟା ଯୋଉ ଏମାନେ ଅଙ୍ଗ ବ୍ୟବସାୟ କରନ୍ତି, ଦେହ ବ୍ୟବସାୟ କରନ୍ତି, ଆଜ୍ଞା କ'ଣ ହେଲା ଯଦି ମୋତେ ପଚାରୁନାହାନ୍ତି, ଆପଣ ଟିକେ କଥାବାର୍ତ୍ତା ହେଲା ବେଳକୁ ମୋତେ ଟିକେ ହଉ ଆଜ୍ଞା। ବେଶ୍ୟାକୁ ଯଦି ପଚରାଯାଏ ସତୀ କି ଅସତୀ, ସମସ୍ତେ କହିବେ ସେଟା ଅସତୀ। ସର୍ପ ସାପଟା କାମୁଡ଼ିଲେ ବିଷ ଦିଏ ନା ଅମୃତ ଦିଏ? ବିଷ। ତସ୍କର ଚୋର ସେଟା ପାପୀ ନା ଧର୍ମାତ୍ମା? ନିକୁଳା ବଂଶମରା ଡାହୁକ ସେଟା ଜ୍ଞାନୀ ନା ଅଜ୍ଞାନୀ? ୟାର ଉତ୍ତର ଯେମିତି ଗୋଟିଏ ଆସିବ ସବୁ 3 ଲୋକରେ, ସେମିତି ତୋ ସ୍ୱାମୀ ଦୋଷୀ କି ନିର୍ଦ୍ଦୋଷୀ, ୟାର ଉତ୍ତର ମଧ୍ୟ ଗୋଟିଏ। ଇଏ କପେ ଜାଣି ଉଠି ପୁଣି, ଆରେ କପେ ଇଏ ବୋଲେ ଭାନୁମତୀ, ଇଏ ଭୁଲିକି ଗଲ ସମର ସମ୍ବିଧାନ। ରାଗି ଉଠିଲା ଭାନୁମତୀ, କହିଲା କ'ଣ କହିଲ କୃଷ୍ଣ? ତା ମାନେ ମୋ ସ୍ୱାମୀ ଦୋଷୀ? ଭୁଲିଗଲ କି କୃଷ୍ଣ ସେଦିନ କଥା? ଯୋଉଦିନ
ମହାଭାରତ ସମର ଆରମ୍ଭ। ଆମର ସେଦିନ ପିତାମହ ଭୀଷ୍ମ ଡାକିଲେ ଯୁଧିଷ୍ଠିର, ଦୁର୍ଯ୍ୟୋଧନ, ତୁମେ 2 ଜଣ ନାତି। ଆଜି ଇଏ ଯୋଉ ଯୁଦ୍ଧ ହବ ଇଏ ହବ ଧର୍ମ ଯୁଦ୍ଧ। ସେ କ୍ଷେତ୍ରର ନାଁ ଥିଲା କୁରୁକ୍ଷେତ୍ର। ତା ନାଁ ଧର୍ମକ୍ଷେତ୍ର କାହିଁକି ହେଲା ମା? ଗୀତାର ପ୍ରଥମ ଶ୍ଲୋକ ହେଲା ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା ଯୁଯୁତ୍ସବ ନାମକା ପାଣ୍ଡବା ଶୈବ ଇଏ କିମ୍ବକୃତ ସଞ୍ଜୟ। ସାରେ ଗଭୀର ଭାବରେ ଚିନ୍ତନ କଲେ ଏଇ ଶ୍ଲୋକଟି ଭିତରେ ମହାଭାରତର କାରଣ ନିହିତ ଅଛି। ଏଇ ଶ୍ଲୋକଟି ଭିତରେ ମହାଭାରତର କାରଣ ଅଛି। ସେ କାରଣଟା କ'ଣ ନା ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ଯେଉଁ ଧର୍ମକ୍ଷେତ୍ର କୁରୁକ୍ଷେତ୍ର କୁହାଯାଉଛି ସେଇ କ୍ଷେତ୍ରରେ ସମବେତ ହେଇଛନ୍ତି ଯୁଦ୍ଧ କରିବା ପାଇଁ କିଏ ନା ମାମକା ପାଣ୍ଡବା। ମାମକା ମୋର 100 ଜଣ ପୁଅ ଆଉ ପଣ୍ଡୁର 5 ଜଣ। ଯୁଧିଷ୍ଠିରର ଧୃତରାଷ୍ଟ୍ରଙ୍କର ଉଚିତ ଥିଲା 105 ଜଣଙ୍କୁ ମୋର କହିବାର। ଯଦି ମୋର କହିଥାନ୍ତେ ତାହେଲେ ଯୁଦ୍ଧ ହେଇନଥାନ୍ତା। ଏଇଠି ସେ ଅନ୍ତର କରିଦେଲେ ମାମକା ପାଣ୍ଡବା। ଯଦି 105କୁ ନିଜର କରିଥାନ୍ତେ ତାହେଲେ ମହାଭାରତ ଯୁଦ୍ଧ କେବେ ହେଇନଥାନ୍ତା। ସେ ଯୁଦ୍ଧରେ ପିତାମହ ଭୀଷ୍ମ 12ଟା ନିୟମ ରଖିଥିଲେ। ଭାନୁମତୀ ପଚାରୁଛି ହେ କୃଷ୍ଣ ସେ 12ଟା ଯାକ ନିୟମ ମୋ ସ୍ୱାମୀ ଲଙ୍ଘନ କରିଛନ୍ତି ନା ଲଙ୍ଘନ କରିଛନ୍ତି ପାଣ୍ଡବ? କଣ ସେ ନିୟମ? ବକ୍ରବାକ ଚକ୍ରପାଣି 3ୟ ଶ୍ଲୋକ। କଣ କହିଲେ? କହିଲେ ସନ୍ଧ୍ୟା ସନ୍ଧି ପଳାତକ ଚୌର୍ଯ୍ୟସ୍ତ୍ରୀଣା ନିରସ୍ତକ ମିଥ୍ୟା ଯୋଦ୍ଧା ହତ ପଶ୍ଚାତ ନ ହତ ବାଳକ ସୁତ ବ୍ରାହ୍ମଣ ଗମନ ନାସ୍ତି ନିଦ୍ରିତ ଶରଣାପନ୍ନ ଏତେ କ୍ଷତ୍ରି ଯୁଦ୍ଧେ ଅଘ୍ରା ଏ ସ୍ଥାପନ ଦ୍ୱାଦଶ ବିଧି। ପ୍ରଥମ ନିୟମ ଥିଲା ସନ୍ଧ୍ୟା ହେଲେ ସୂର୍ଯ୍ୟ ଅସ୍ତ ହେଇଗଲେ ଯୁଦ୍ଧ ବନ୍ଦ। ପଳାତକ ଯିଏ ପଳେଇ ଯାଉଛି ଯୁଦ୍ଧ କ୍ଷେତ୍ରରୁ ପଛ ଘୁଞ୍ଚା ଦେଇ ପଳେଇ ଯାଉଛି ତାକୁ ମାରିବନି। ଚୋରି ଯୁଦ୍ଧ କ୍ଷେତ୍ରରେ ଚୋରି କରିବନି। ଚୋରି କରିବନି। ସ୍ତ୍ରୀ ନାରୀ ମାନେ ଯୁଦ୍ଧ କ୍ଷେତ୍ରକୁ ଆସିବେନି। ନିରସ୍ତକ ଯାହା ହାତରେ ଯୁଦ୍ଧ କରୁ କରୁ ଅସ୍ତ୍ର ପଡ଼ିଗଲା ଭାଙ୍ଗିଗଲା ବା ଅସ୍ତ୍ର ନାହିଁ ତାକୁ ମାରିବନି। ମିଥ୍ୟା ମିଛ କଥା କହି କାହାରି ଭାବନା ସହିତ ଖେଳିବନି। ଯଥା ଆପଣ 20 ବର୍ଷ ତଳକୁ ଯାଆନ୍ତୁ ଯେତେବେଳେ ମୋବାଇଲ ଯୁଗ ନଥିଲା ଆମେ ପାଲା କରୁଛୁ ଜଣେ କିଏ ଦୌଡ଼ି ଆସି କହିଲା ପଦବାବୁଙ୍କୁ ତମ ଘରେ ଗୋଟେ ଅସୁବିଧା ହେଇଗଲା ସେ ଆଉ ପାଲା କରିପାରିବେ? ତାଙ୍କ ମନଟା ଆଉ ଲାଗିବ ପାଲାରେ? ତେଣୁ ଯୁଦ୍ଧ କ୍ଷେତ୍ରରେ ମିଥ୍ୟା କହି କାହାରି ଭାବନା ସହିତ ଖେଳି ତାକୁ ଜିତିବନି। ହତ ପଶ୍ଚାତ ଜଣେ ଯାଉଛି ବା ବସିଛି ପଛଆଡୁ ତାକୁ ହାଣିଦେବନି। ବାଳକ 16 ବର୍ଷରୁ କମ ଲାଳୟତ ପଞ୍ଚବର୍ଷାଣି 10 ବର୍ଷାଣି ତାଡ଼ୟତ ପ୍ରାପ୍ତେ ତୁ 16 ବର୍ଷେ ପୁତ୍ର ମିତ୍ର ବଦାଚରେ। ସେତେବେଳେ 16 ବର୍ଷ ନ ହେବା ପର୍ଯ୍ୟନ୍ତ ପୁଅକୁ କୁହାଯାଉଥିଲା ନା ବାଳକ। 16 ବର୍ଷ ପରେ ପୁଅ ହଉଥିଲା ସା ବାଳକ। ସେଇଥିପାଇଁ 16 ପାଲା କରାଯାଏ। ସାର୍ ମୋର ତ ସେମିତିଆ ମୁଣ୍ଡ ମୁଁ ମଝିରେ ମଝିରେ ଗେଞ୍ଜି ଦିଏ ଯିଏ ବସନ୍ତି ମୋ ପାଖରେ ଆପଣଙ୍କ ଭଳିଆ ଜ୍ଞାନୀ ସେ ଆଡ଼କୁ ଟିକେ ସାର୍ 21 ଦିନ ଯାଏ ଗୋଟେ ପିଲାର ନାଁ ନଥାଏ। 21 ଦିନ ନାଁ ଦିଆ ହୁଏ ନା ଆଉ ତା ପୂର୍ବରୁ କେତେ ଦେଇଥାନ୍ତି କିନ୍ତୁ 21 ଦିନ ଦିଆଯାଏ। 21 ଦିନ ନାଁ ଦିଆଯାଏ। ସେ 21 ଦିନ ଯାଏ ତା ନାଁ କ'ଣ? ସମସ୍ତେ ହଗନ୍ତି ସମସ୍ତେ ମୁତନ୍ତି ସମସ୍ତେ ଖାଆନ୍ତି। ଚୁପ୍ ଶାସ୍ତ୍ରୀୟ ନାଁ ପଚାରୁଛି ମୁଁ। ସେଇ ହଉଛି ଅସଲ ଘିଅ ଯୋଉଥିରେ ହୋମ କରାଯାଏ। ଆଜ୍ଞା ହୋମକୁଣ୍ଡ କିଏ ଜାଗି ଅଛି ବ୍ରହ୍ମ ଅଗ୍ନି ଅଲେଖ କୁଣ୍ଡେ। ଅଲେଖ ହଉଛି କୁଣ୍ଡ। ଅଗ୍ନି କୋଉଠୁ ଆଉଛି? ଆଜିକାଲି ଯଜ୍ଞ କଲେ ନନା କୋଉଠୁ ଅଗ୍ନି ଆଣୁଛ? ସୂର୍ଯ୍ୟକୁ ଦେଖାଉଛ ଗୋଟେ ଯବକାତ ବାହାରିଲାଣି ତଳେ ସୋଲ ହଲେଇ ଦେଲେ ନିଆଁ ହେଲା ଜଳିଲେ ନହେଲେ କିଛି ଭଣ୍ଡ ବାହାଜି ବି ଅଛନ୍ତି
ଜଟାରେ ଦିଆସିଲି କାଠି ଖୋଜିକି ନେଇଦେବେ କହିବ ହରିବୋଲ ହୁଳହୁଳି ହରିବୋଲ ହୁଳହୁଳି ତା ଭିତରେ ସେ ନିଆଁ କରିସାରିବେଣି। ଏମିତି ବି ଅଛି ଠକିବା ପାଇଁ। ନାଇଁ ଲୋ ମା ଇଏ ଅଗ୍ନି ନୁହଁ, ଯଦି ସୂର୍ଯ୍ୟ ନ ଦେଖାଗଲେ ଦିଆସିଲି କାଠି ମାରିବ ନା ନାଇଁ। ଇଏ ନିଆଁରେ ଯଜ୍ଞ ହଏନି, ବ୍ରହ୍ମ ହଉଛନ୍ତି ଅଗ୍ନି। ଅଗ୍ନି ସେଠି ସ୍ୱୟଂ ବ୍ରହ୍ମ। ପୂଜକ କିଏ? କହିଲା ଯଜ୍ଞ କରୁଛନ୍ତି ଇନ୍ଦ୍ରପ୍ରସ୍ତେ ଶିବ, ଇଏ ବ୍ରହ୍ମ ଲଳୟ ଲଇ ପ୍ରକୃତି ଇନ୍ଧନ ନାମ ଘୃତ ଦାନ ଅଲେଖ କୁଣ୍ଡରେ ନେଇ। ଇଏ ଖଣ୍ଡକ ହଉଛି ଶିବଙ୍କର। ଆଜ୍ଞା ଏଠି ଯୋଉ ଯଜ୍ଞ ହଉଛି ଅହର, ଇଏ ଖଣ୍ଡକର କର୍ତ୍ତା ହଉଛନ୍ତି ଶିବ। କିଏ କାହାକୁ କହୁଛି? ଅର୍ଜୁନକୁ ବୁଦ୍ଧି ଦଉଛି ପ୍ରମିଳା। କହିଲା ତମେ ଯୋଉ ଅଶ୍ୱମେଧ ଯଜ୍ଞ କରୁଛ, ଇଏ କେତ ଲୋକମାନଙ୍କୁ ମାଇଲ, ଭାଇମାନଙ୍କୁ ମାଇଲ, ଜ୍ଞାତିବୋଧ କଲ, ପାପି ହେଲ, ପୁଣି ଗୋଟା କିଏ ବୁଦ୍ଧି ଦେଇଛି ଘୋଡା ହଣା ଯଜ୍ଞ କରୁଛ। କେତେ ପାପ ବଢିବ ଜାଣିଛ? ଇଏ ଯଜ୍ଞ କର। କୋଉ ଯଜ୍ଞ? ଇଏ ଯଜ୍ଞରେ ଘିଅ ବି ଅଛି, କାଠ ବି ଅଛି, ପ୍ରକୃତି ଇନ୍ଧନ ନାମ ଘୃତ ଦାନ। କୋଉ ନାମ? ହରେ କୃଷ୍ଣ ହରେ ରାମ। ଇଏ ଡାଲଡା ମିଶା, ଇଏ ଅସଲ ନା ନୁହଁ। ହରେ ହରି ସର୍ବ ଜୀବାତ୍ମାକୁ ସେ ହରଣ କରୁଛି, ତେଣୁ ହରି। ରମୟତେ ରାମ ସମସ୍ତଙ୍କ ଜୀବାତ୍ମାରେ ରମଣ କରୁଥିବାରୁ ତା ନା ରାମ। ଆକର୍ଷୟତେ କୃଷ୍ଣ ସବୁ ଜୀବାତ୍ମାକୁ ଆକର୍ଷଣ କରୁଛି। ଯେତେ ନାଁ ଠାକୁରଙ୍କର ଅଛି, ଅସଲ ନାଁଟା କହିଲେ ଆଜ୍ଞା ଠିକ ନାଟା ଅସଲ ନନ୍ଦ ପୁଅ କୃଷ୍ଣ, ଦଶରଥ ପୁଅ ରାମ। ଆପଣ କହିବେ ଚକ୍ରଧାରୀ। ଯେତେବେଳେ ଚକ୍ର ଧରି ନଥିଲେ, ଚକ୍ରଧାରୀ ନାଁ ଥିଲା କି? ବଂଶୀଧାରୀ। ବଂଶୀ ଯେତେବେଳେ ଧରି ନଥିଲେ କଣ ତାଙ୍କ ନାଁ? ଆଉ ଖାଲି ଏମିତି ପାଲା। ସେଇ ହଉଛି ଅସଲ ଘିଅ। 21 ଦିନ ଯାଏ ପୁଅ ଛୁଆର ଯାହା ନା। ସେଇଥିପାଇଁ ମା ମାନେ କହନ୍ତି ତା ମୁଣ୍ଡ ବୁଲଉଥିବ ଏଇଖିଣା। କହନି ମା ତା ମୁଣ୍ଡ ବୁଲଉଥିବ। ହେ ବାପା ଇଏ 10 ରାତି ପାଲା ହେଇଥାନ୍ତା, 21 ରାତି ହେଇଥାନ୍ତା ଦୋଳବେଦୀ ଭଳିଆ, ତାହେଲେ ଦେଖିଥାନ୍ତି। ବାବୁରେ ଗଲା ବାଳକ କଣ କଣ ନରେ ଗଲା ବାଳକ? ନିୟମ ନିୟମ ନରେ ଗଲା ନହତ ବାଳକ ସୂତ। ବାଳକ ସୂତ କହିଲେ ସାରଥି। ଛୋଟ ପିଲାଙ୍କୁ ମାରିବ ନାହିଁ, କାହାରି ସାରଥିକି ମାରିବେନି। ନିୟମ ଥିଲା ମହାଭାରତରେ। ବ୍ରାହ୍ମଣ ଗମନ ନାସ୍ତି। ବ୍ରାହ୍ମଣ ମାନେ ଯୁଦ୍ଧ କ୍ଷେତ୍ରକୁ ଯୁଦ୍ଧ କରିବା ପାଇଁ ଯିବେନି। ଯିଏ ନିଦେରେ ଶୋଇଛି, ଅଚେତ ଅବସ୍ଥାରେ ଅଛି, ତାକୁ ମାରିବନି। ଆଜ୍ଞା ମୁଁ ତ ନିୟମ ଗୁଡା କହୁଛି। କେମିତି ଯାଇଥିଲେ ପଚାରିଲେ ଏତିକି ବେଳକୁ କେମିତି କହିବି? ମୁଁ ଆଗ ନିୟମ କହୁଛି। ଇଏ ନିୟମକୁ ପାଣ୍ଡବ ଭାଙ୍ଗିଛନ୍ତି କି ଦୁର୍ଯ୍ୟୋଧନ ଭାଙ୍ଗିଛି? ପ୍ରମାଣ ଦଉଛି ଭାନୁମତୀ କୃଷ୍ଣକୁ ଗୋଟି ଗୋଟି। ଆଜ୍ଞା 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 ନହତ ଏ ବ୍ରାହ୍ମଣ ଗମନ ନା ନିର୍ଦ୍ଦିଷ୍ଟ ନିଦେରେ ଶୋଇଥିବା ବାଲାକୁ ମାରିବନି। ଶରଣାପନ୍ନ ଯିଏ ଶରଣ ପଶିଲା ତାକୁ ମାରିବନି। ଇଏ 12ଟା ନିୟମ ଥିଲା। କିଏ ଭାଙ୍ଗିଛି? କିଏ ଭାଙ୍ଗିଛି ଆଜ୍ଞା? ଯିଏ ଭାଙ୍ଗିଛି ସେଇ ହବ କରମଙ୍ଗା। ଯିଏ ନିୟମ ଭାଙ୍ଗିଲେ ସେଇ ହବ ଆମ୍ବ। ତୁ ଏତେ ଆଗକୁ କାହିଁ ଚାଲି ଯାଉଛୁ? ଆଗ ଗୋଟା ଗୋଟା କରି ଶୁଣିଯା। ପ୍ରଥମ ହେଲା ସନ୍ଧ୍ୟା। ଆଚ୍ଛା କହିଲୁ ବାପା ସନ୍ଧ୍ୟା କେତେଟା ବେଳେ ହୁଏ ପ୍ରାୟତଃ ଅନୁମାନ? ଆମେ ତ ଆକ୍ଚୁଆଲି ପାଞ୍ଜି ଅନୁସାରେ ଦେଖୁ। ପାଞ୍ଜି ଛାଡ଼, ଆମର କହିବା କଥା 6ଟା ବେଳେ କି 5ଟା ବେଳେ ସନ୍ଧ୍ୟା ହୁଏ। ପୁଣି ସୂର୍ଯ୍ୟ ଉଦୟ ହୁଏ କେତେବେଳେ ମା? ସନ୍ଧ୍ୟା ସେଇ 6ଟା ପାଖାପାଖି। ପୁଣି ଅସ୍ତ କେତେବେଳେ ହେବେ? ସେଇ 6ଟା ବେଳେ ନା ନାଇଁ କି ଆଜ୍ଞା? 12 ଘଣ୍ଟା ଅନ୍ତରରେ 5 ମିନିଟ୍ 2 ମିନିଟ୍ ଏମିତି ହେଇପାରେ। ଯାହା ହଉ ମିନିଟ୍ 1.5 ମିନିଟ୍ ଏପଟ ସେପଟ ହେଇପାରେ। ଆଚ୍ଛା ସେଇ 12 ଘଣ୍ଟାରେ ଉଦୟ ହେବେ, 12 ଘଣ୍ଟାରେ ଅସ୍ତ ହେବେ। କହିଲା କରିଛି ପାଠ ଶପଥ ଆରେ ମାରିବାକୁ ଜଗତ
মারি হরিবি প্রাণ ভোলারে ইয়ে তেণু জয়দ্রথ ভয়ে নির্ভয়ে লুচিছি সে প্রাণ ভয়ে হই নিদক ভোলারে ভোলা আরে চক্রধারী চক্র ছায়া রে ছায়া রহি গলে দিন মরি টুকুরে 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 অভিমন্যু মরিছি ধীরে ধীরে ତାତୁଛି ମୁଁ ସନ୍ଧ୍ୟାଠୁ ଆରମ୍ଭ କରିଛି ସନ୍ଧ୍ୟାଠୁ ଗୋଟି ଗୋଟି କରି ପ୍ରମାଣ ଦେବି ଅଭିମନ୍ୟୁ ନମ୍ବର ବି ଆସିବ ଦର୍ଶକ ବନ୍ଧୁ ଆମର ଏଇ ପାଲାର ସମସ୍ତ ଭାଗ ଗୁଡ଼ିକ ଆପଣମାନଙ୍କୁ କେମିତି ଲାଗିଲା ଆପଣମାନେ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାଇବେ। ଆହୁରି ନୂଆ ନୂଆ କାର୍ଯ୍ୟକ୍ରମ ଦେଖିବା ପାଇଁ ଆମର ଏଇ ଚ୍ୟାନେଲକୁ ଲାଇକ୍ ସବସ୍କ୍ରାଇବ୍ ଏବଂ ସେୟାର କରିବାକୁ ଭୁଲିବେନି। ରହୁଛି ନମସ୍କାର।